ଲକ୍ଷ୍ମୀ ନାଁରେ ପୁଣି ଦୁର୍ନୀତି। ମାସେ ନ ଜାଣୁ ଭାଙ୍ଗି ଚୁରମାର ହେଲା ଲକ୍ଷ୍ମୀ ବସ୍। ନିର୍ମାଣ କାମକୁ ନେଇ ଏବେ ଉଠିଲା ପ୍ରଶ୍ନ। ନିର୍ମାଣ କାମ କରି ରାତି ପାହିଲେ ବାବୁଙ୍କ କୋଟିପତି ହେବାର ସ୍ୱପ୍ନ। ତତ୍କାଳୀନ ସରକାରରେ ଠିକାଦାର ସାଜିଥିଲେ କି ବାବୁବଳି ନେତାଙ୍କ ଅନୁଗତ। ରାତି ପାହିଲେ କୋଟିପତି ହେବାର ସ୍ୱପ୍ନର ପରିଣାମ କି ଏ ଲକ୍ଷ୍ମୀ ବସ୍। 5,73,000 ଟଙ୍କାରେ ଠିକାଦାର ମଦନ ସାମଲ ନିର୍ମାଣ କରିଥିଲେ ଏହି ଲକ୍ଷ୍ମୀ ବସ୍‌ଟା, ଯାହା ଏବେ ମାସେ ନ ପୁରୁଣୁ ମାଟିରେ ମିଶିବାକୁ ଯାଉଛି। ଲୋକମାନଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଯାତ୍ରୀ ପ୍ରତୀକ୍ଷାର ଏବେ ଆଉ ଲୋକମାନଙ୍କ କାମରେ ଆସୁନି। ଥରେ ନଜର ପକାନ୍ତୁ ଏହି ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ଉପରେ। ଝରିଗାଁ ବ୍ଲକ ଫୁକୁଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାୟାରବେଲି ଗ୍ରାମର ଏହି ଲକ୍ଷ୍ମୀ ବସ୍‌ଟା। ଗାଁଠାରୁ 2 କିଲୋମିଟର ଦୂରରେ ନିର୍ମାଣାଧୀନ ଏହି ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ କାହା ସ୍ୱାର୍ଥ ପାଇଁ ନିର୍ମାଣ କରାଯାଇଛି। ତତ୍କାଳୀନ 5T ସରକାରରେ ଲୋକମାନଙ୍କ ଯାତାୟାତ ପାଇଁ ଲକ୍ଷ୍ମୀ ବସ୍ ଏବଂ ଲକ୍ଷ୍ମୀ ବସ୍ ସକାଶେ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡର ପରିକଳ୍ପନା କରାଯାଇଥିଲା। ହେଲେ ନିର୍ମାଣ କାମ ସକାଶେ ପାୟାରବେଲିଠାରେ ନିର୍ମିତ ଏହି ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡଟି କାମ ସରିବାର ମାସେ ନ ଜାଣୁ ବର୍ତ୍ତମାନ ଭୁଷୁଡ଼ିବାକୁ ଆରମ୍ଭ କଲାଣି। ନିର୍ମାଣ କାମ ଲାଗି ପ୍ଲେଟ୍‌ଗୁଡ଼ିକ ମଧ୍ୟ ବାହାରିଗଲାଣି। ନା ମେଟାଲ ଦେଖାଯାଉଛି ନା କଂକ୍ରିଟ୍। ଏହି ବସ୍‌ଷ୍ଟପ୍‌ଟି ଏବେ ଚାରିଆଡ଼େ ଫାଟି ଆଁ କଲାଣି। ଏହା କେତେବେଳେ ଯେ କାହା ଉପରେ ମାଡ଼ି ବସିବ କୁହାଯାଇନପାରେ। ଏହା କେବଳ ଗୋଟିଏ ନୁହେଁ, ଏମିତି ଫୁକୁଗାଁ କନ୍ଧଗୋଡ଼ାଠାରେ ନିର୍ମାଣ କରାଯାଇଥିବା ବସ୍‌ଷ୍ଟାଣ୍ଡ ସମ୍ମୁଖରେ ମଧ୍ୟ ମାଟି ପଡ଼ିନଥିବା ହେତୁ ଏହା ବ୍ୟବହାରରେ ଆସିପାରୁନି। ଅପରପକ୍ଷରେ ପ୍ରତ୍ୟେକ ଗାଁକୁ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦିଆଯାଇଥିବା ବେଳେ ଏହି ଲକ୍ଷ୍ମୀ ବସ୍‌ଷ୍ଟପ୍ ଗାଁଠାରୁ କେଉଁଠି 2 କିଲୋମିଟର ତ କେଉଁଠି 1 କିଲୋମିଟର ଦୂରରେ କାହିଁକି ଏହି ଲକ୍ଷ୍ମୀ ବସ୍‌ଷ୍ଟପ୍ ନିର୍ମାଣ କରାଯାଇଛି ବୁଝିପାରୁନଥିବା କହିଛନ୍ତି ଜନତା। ବିଜେଡିର ଗଡ଼ କୁହାଯାଉଥିବା ଝରିଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ତା'ର ଏକସୂତ୍ରବାଦ ଶାସନ ଏବଂ କ୍ଷମତାର ଅହଙ୍କାରରେ କିଭଳି ଦୁର୍ନୀତି କରିଆସିଛି, ଏହି ବସ୍‌ଷ୍ଟପ୍ ହେଉଛି ଏହାର ଏକ ନିଜ କଥା, ଯାହାକୁ ନେଇ ଗ୍ରାମବାସୀ ଖୁବ୍ ନିନ୍ଦା କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି। ଜନତା ବୁଝିସାରିବା ପରେ ବିଜେଡିକୁ କ୍ଷମତାସୀନ କରିବା ସହିତ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରିଛନ୍ତି, ଯାହାକୁ ନେଇ ବିଜେପି ବିଧାୟକ ନରସିଂହ ମହତରା ନିଜ ପ୍ରତିକ୍ରିୟାରେ ଏଭଳି ଦୁର୍ନୀତିକୁ ନିନ୍ଦା କରିବା ସହିତ ବିଜେଡି ତା'ର ଶାସନ କାଳରେ ଉନ୍ନୟନ କାର୍ଯ୍ୟ ନାମରେ କେବଳ ସରକାରୀ ବାବୁ ଏବଂ ଦଳୀୟ ଠିକାଦାରକୁ ପୋଷିବା ସହିତ ବିଜୁ ଜନତା ଦଳ ନେତାଙ୍କ ସମ୍ପତ୍ତି ବଢ଼ାଇବା ପାଇଁ କରାଯାଉଥିଲା ବୋଲି ପ୍ରକାଶ କରିଛନ୍ତି। ନବରଙ୍ଗପୁରରୁ ଗୋବିନ୍ଦ ବିଶ୍ୱାସଙ୍କ ରିପୋର୍ଟ, ଦ ରିପବ୍ଲିକ୍ ଓଡ଼ିଶା 24 ନ୍ୟୁଜ୍।